ରହିଯା ପିଲାରେ, ଯଦି ଏଇ ଚଷମା କାଢ଼ିବାକୁ ଚାହୁଁଛୁ ଆଉ ମାସକରେ ଚିଲ ଭଳି ନଜର ପାଇବାକୁ ଚାହୁଁଛୁ, ତେବେ ସବୁ ଆଗରୁ ପାନ ମୋହରିକୁ ମିସ୍କିରେ ପକାରେ। ତୋର ଝାପ୍ସା ଆଖି ତେଜ ହୋଇଯିବ ରେ। ଏବେ ଚଷମିସରେ, ଏବେ ବାଦାମର ପାଳି। ବାଦାମ ମିସ୍କିରେ ପକାରେ, କାରଣ ବାଦାମ ଆଖି ଆଉ ମସ୍ତିଷ୍କ ପାଇଁ ସବୁଠୁ ଶକ୍ତିଶାଳୀ ହୋଇଥାଏ। ଦେଖିବୁ ତୋ ମୁଣ୍ଡ କାମ କରିବ ରେ। ଏବେ ଏଥିରେ ମିଶି ବି ପକାଇ ଦେ ଆଉ ଭଲ ଭାବରେ ପେଶି କରି ପାଉଡର ବନାରେ। ପ୍ରତିଦିନ ଏହି ପାଉଡରକୁ ଗୋଟିଏ ଚାମଚ ଉଷୁମ କ୍ଷୀରରେ ପକାଇ ସକାଳୁ ପିଇବୁରେ। 2 ମାସ ଯାଏଁ ପ୍ରତିଦିନ ଏହି ପାଉଡର କ୍ଷୀର ସହିତ ପିଇଦେଲେ ତୋର ଝାପ୍ସା ଆଖି ବି ଚିଲ ପରି ହୋଇ ତେଜ ହୋଇଯିବ ରେ। ଆଉ ଏମିତି ହେଲ୍ଥ ଟିପ୍ସ ପାଇଁ ଆମକୁ ଏବେ ଫଲୋ କରରେ।